ନମସ୍କାର। ଆଉ ଥରେ ମୁଁ ଆପଣମାନଙ୍କୁ ଆମ ଓଡ଼ିଆ ସବ ସ୍କୁଲ ପାଠରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ପ୍ରିୟ ଶ୍ରୋତା, ଏହି ସପ୍ତାହରେ ଆମେ ପାଠ କରିବାକୁ ଯାଉଅଛୁ ନିସ୍ତାର ପର୍ବ। ଆମେ ଗତ ସପ୍ତାହରେ କିପରି ସେହି ମିଶର ଦେଶରେ ମହାମାରୀ ଆସିଥିଲା ଆଉ କିପରି ପରମେଶ୍ୱର ସେହି ମିଶର ଦେଶର ଦେବତାମାନଙ୍କୁ ଦଣ୍ଡ ଦେଲେ ଆଉ କିପରି ରାଜା ଫେରୋ ମନ କାରଣ କରି ତାପରେ ସେ ଇସ୍ରାଏଲ ପ୍ରଜାମାନଙ୍କୁ ଛାଡ଼ିବା ପାଇଁ ମନସ୍ଥ କଲେ। ମାତ୍ର ତାପରେ ପରେ ଆମେ ଦେଖୁଅଛୁ ସେ ଛାଡ଼ିଲେ ନାହିଁ। ଆଉ ଆଜି ଆମେ ସେହି ମିଶର ଦେଶର ଘଟଣା ଯାହା ଘଟିଥିଲା ଆଉ ଶେଷ ଘଟଣା ଯାହା ଘଟିଥିଲା ଆଉ କିପରି ଇସ୍ରାଏଲ ପ୍ରଜାମାନେ ମିଶର ଦେଶରୁ ସେହି କେନାନ ଦେଶ ପଟେ ଯାତ୍ରା କରିବାକୁ ଆରମ୍ଭ କଲେ ଆଉ କିପରି ମୋଶା ସେମାନଙ୍କୁ ସେହି ଫେରୋଙ୍କ ହସ୍ତରୁ ଉଦ୍ଧାର କରି ଆଣିଲେ, ତାହା ବିଷୟରେ ଆମେ ଏହି ସପ୍ତାହରେ ଧ୍ୟାନ କରିବା। ତାହେଲେ ଚାଲନ୍ତୁ ବିଳମ୍ବ ନ କରି ପରମେଶ୍ୱରଙ୍କ ଠାରେ ଆମେ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ସର୍ବସୃଷ୍ଟିକର୍ତ୍ତା, ସର୍ବତ୍ରାଣକର୍ତ୍ତା, ମାନବ ଜାତିକୁ ତୁମେ ଏତେ ପ୍ରେମ କଲ, ଆଉ ପ୍ରେମ ଯୋଗୁଁ ତୁମ ଆଦୁତ ପୁତ୍ର ଏହି ଜଗତକୁ ପଠାଇଲ। ଆଉ ସେହି ଆଦିତ୍ୟ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆଜି ଆମେ ପ୍ରାର୍ଥନା କରୁଅଛେ, ଯେପରିକି ଏହି ସପ୍ତାହର ପାଠ ଆମେ ବୁଝିପାରିବୁ, ମନରେ ରଖିପାରିବୁ ଆଉ ସେହି ଯୋଉ ନିସ୍ତାର ପର୍ବର ଅର୍ଥ ଯାହାକି ଆମ ଜୀବନରେ ଲାଗୁ କରିପାରିବୁ ଆଉ ସେହି ଯୀଶୁଖ୍ରୀଷ୍ଟଙ୍କ ଠାରେ ଆମେ ବିଶ୍ୱାସ କରିପାରିବୁ। ଏଥିପାଇଁ ଆମମାନଙ୍କୁ ଆଶୀର୍ବାଦ କର, ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଶତ୍ରୁ ସୟତାନ ହସ୍ତରୁ ଆମମାନଙ୍କୁ ଉଦ୍ଧାର କର। ବିଶେଷ ଭାବରେ ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର, ଯେପରିକି ତୁମ ଏହି ସବସ୍କୁଲ ପାଠ ଆମେ ବୁଝିପାରିବୁ। ଏହି ଛୋଟ ପ୍ରାର୍ଥନା ଯୀଶୁଙ୍କ ନାମେ ମାଗୁଅଛି, ଶୁଣି ଗ୍ରହଣ କର। ଆମେନ୍। ବନ୍ଧୁ, ଏହି ସପ୍ତାହରେ ଆମେ ଧ୍ୟାନ କରିବାକୁ ଯାଉଅଛୁ ନିସ୍ତାର ପର୍ବ। ଆଉ ଏହି ନିସ୍ତାର ପର୍ବକୁ ବି ଆମେ ଦେଖିଲୁ ଗତ ସପ୍ତାହରେ ପରମେଶ୍ୱର ମିଶର ଦେଶକୁ କିପରି ସେହି ମହାମାରୀ ଗୁଡ଼ାକୁ ଆଣିଥିଲେ, ସେହି 9 ମହାମାରୀ ଗୁଡ଼ାକୁ ଆଣିଥିଲେ ଆଉ କିପରି ଇସ୍ରାଏଲ ପ୍ରଜାମାନେ ଆଉ ମିଶରର ଲୋକମାନେ ସେହି ସତ୍ୟ ଈଶ୍ୱର ବିଷୟରେ ସେମାନେ ଜାଣିଲେ। ଯେହେତୁ ଆମେ ଦେଖୁଅଛୁ ଯେବେ ଇସ୍ରାଏଲ ପ୍ରଜାମାନେ ସେହି ମିଶର ଦେଶକୁ ଗଲେ, ସେମାନଙ୍କ ସଂଖ୍ୟା ଥିଲା 70। ଆଉ ସେମାନେ ମିଶର ଦେଶରେ ପ୍ରାୟ 400 ବର୍ଷ ଥିଲେ। ସେମାନଙ୍କ ପିତୃପୁରୁଷ ଦେବତାକୁ ସେମାନେ ଭୁଲି ଯାଇଥିଲେ ବା ପ୍ରଭୁକୁ ଭୁଲି ଯାଇଥିଲେ। ଆଉ ସେହି ମିଶର ଦେଶର ଦେବତା ମାନଙ୍କର ଆଚରଣ ଗୁଡାକ ସେମାନେ ଦେଖୁଥିଲେ। ହେଲେ ସେମାନଙ୍କ ମଧ୍ୟରେ କିଛି ବିଶ୍ୱସ୍ତ ଲୋକ ଥିଲେ ଯେଉଁମାନେ କି ସେହି ସଦାପ୍ରଭୁଙ୍କ ଠାରେ ବିଶ୍ୱାସ କରୁଥିଲେ। ଆଉ ଯେବେ ସେମାନେ ସଦାପ୍ରଭୁଙ୍କ ଠାରେ କ୍ରନ୍ଦନ କଲେ
ଆଉ ସଦାପ୍ରଭୁ ସେମାନଙ୍କ କ୍ରନ୍ଧନ ଶୁଣିଲେ ଆଉ ସେମାନଙ୍କୁ ଉଦ୍ଧାର କରିବା ପାଇଁ ସେହି ମିଶର ଦେଶର ଦାସତ୍ୱକୁ ଉଦ୍ଧାର କରିବା ପାଇଁ ଆପଣା ଦାସ ମଉସାକୁ ପଠେଇଲେ। ଆଉ ମଉସା କିପରି ସେହି ସଦାପ୍ରଭୁଙ୍କ ବାର୍ତ୍ତା ସେହି ଫାରୋଙ୍କ ପାଖରେ ପହଞ୍ଚାଇଲେ ଆଉ କିପରି ଫାରୋ ସେହି ମିଶର ଦେଶରୁ ସେହି ଇସ୍ରାଏଲ ପ୍ରଜାମାନଙ୍କୁ ଛାଡ଼ିବା ପାଇଁ ଇଚ୍ଛା କଲେ ନାହିଁ। ଆଉ ଏଥିଯୋଗୁଁ ଆମେ ଗତ ସପ୍ତାହରେ ଦେଖିଥିଲୁ ସେହି ନଅ ମହାମାରୀ। ଆଉ ଏହି ସପ୍ତାହରେ ଆମେ ଦେଖିବା ନିସ୍ତାର ପର୍ବ। ତାହେଲେ ଚାଲନ୍ତୁ ଆମ ଏହି ସପ୍ତାହର ସ୍ୱର୍ଣ୍ଣ ପଦ ଦେଖିବା। ଆମ ସ୍ୱର୍ଣ୍ଣ ପଦ ନିଆଯାଇଅଛି ଯାତ୍ରା ପୁସ୍ତକ 12, 26 ଆଉ 27। ପୁଣି ତୁମମାନଙ୍କ ଏହି ସେବାର ଅଭିପ୍ରାୟ କଣ? ଏହା ତୁମମାନଙ୍କ ସନ୍ତାନମାନେ ପଚାରିଲେ ତୁମେମାନେ କହିବ, ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବୀୟ ବଳିଦାନ। କାରଣ ମିଶ୍ରୀୟମାନଙ୍କୁ ଆଘାତ କରିବା ବେଳେ ସେ ମିଶରରେ ପ୍ରବାସୀ ଇସ୍ରାଏଲୀୟ ସନ୍ତାନଗଣର ଗୃହ ସବୁ ଛାଡ଼ି ଆଗକୁ ଯାଇ ଆମ୍ଭମାନଙ୍କ ଗୃହ ରକ୍ଷା କରିଥିଲେ। ଯେତେବେଳେ ଲୋକମାନେ ମସ୍ତକ ନତ କରି ପ୍ରମାଣ କଲେ। ବନ୍ଧୁ, ଦଶମ ଏବଂ ଶେଷ ମହାମାରୀ ଆମେ ଆଜି ପଢିବାକୁ ଯାଉଅଛୁ। ଆଉ ଏହି ଯୋଉ ଦଶମ ଆଉ ଶେଷ ମହାମାରୀ ଏକ ଚେତାବନୀ ଦିଆଯାଉଅଛି। ଏହା ଏକ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଉଛି। ଏହା ପ୍ରକୃତରେ ଜୀବନ କିମ୍ବା ମୃତ୍ୟୁ ବିଷୟ। କେବଳ ଜଣେ ବ୍ୟକ୍ତିଙ୍କ ଜୀବନ ନୁହେଁ, ବରଂ ପରିବାର ଏବଂ ସମଗ୍ର ଜାତିର ସମୃଦ୍ଧି ବିପଦରେ ପଡ଼ିଅଛି। ଫାରୋ ଏବଂ ତାଙ୍କ ଅଧିକାରୀମାନେ ଅନେକ ଲୋକଙ୍କ ଭାଗ୍ୟ ପାଇଁ ଦାୟୀ ରହିଲେ। ଜୀବନ କିମ୍ବା ମୃତ୍ୟୁ ପାଇଁ ଇସ୍ରାଏଲ ଏଲର ଜୀବିତ ପରମେଶ୍ୱରଙ୍କ ପ୍ରତି ଫାରୋଙ୍କ ମନୋଭାବ କେବଳ ବନ୍ଧୁ ତାଙ୍କ ଭବିଷ୍ୟତ ନୁହେଁ, ବରଂ ତାଙ୍କ ଜାତିର ମଧ୍ୟ ନିର୍ଣ୍ଣୟ କରିବ ବୋଲି ଆମେ ଦେଖୁଅଛୁ। ଯେତେବେଳେ ବନ୍ଧୁ ସେହି ପରିସ୍ଥିତିର ଗୁରୁତ୍ୱ ଆମ ଉପରେ ଭାରି ପଡ଼ିଥାଏ ବନ୍ଧୁ, ଏବଂ ଆମକୁ ସେହି ପରବର୍ତ୍ତୀ ପଦପେକ୍ଷ ଏବଂ ଦିଗ ବାଛିବାକୁ ପଡ଼ିଥାଏ ବନ୍ଧୁ, ଯାହା ଆମ ବ୍ୟତୀତ ଅନ୍ୟ ଅନେକଙ୍କ ଜୀବନକୁ ବହୁଳ ଭାବରେ ପ୍ରଭାବିତ କରିପାରେ। ଯେତେବେଳେ ଆମେ କିପରି ଅନୁଭବ କରୁ ଏବଂ ଆମେ କଣ କରୁ ବନ୍ଧୁ, ଯଦି ଆମେ ପରମେଶ୍ୱରଙ୍କ ଆମକୁ ଜ୍ଞାନ, ବୁଝାମଣା ଏବଂ ଯାହା ଠିକ୍ ତାହା କରିବା ପାଇଁ ଶକ୍ତି ପ୍ରଦାନ କରିବାକୁ ଇଚ୍ଛା କରନ୍ତି, ଯେପରିକି ସାଧୁ ପାଉଲ କହନ୍ତି ପ୍ରଥମ କରନ୍ତି 1:30 ଆଉ ଫିଲିପିଓ 2:13 ସେ କହନ୍ତି ଏହିପରି, କିନ୍ତୁ ତାହାଙ୍କ ହେତୁ ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଅଛ। ସେ ଈଶ୍ୱରଙ୍କ ଠାରୁ ଆମ୍ଭମାନଙ୍କ ନିମନ୍ତେ ଜ୍ଞାନ ଅର୍ଥାତ୍ ଧାର୍ମିକତା, ପବିତ୍ରତା ଓ ମୁକ୍ତି ସ୍ୱରୂପ ହୋଇ ଅଛନ୍ତି। ସେହିପରି ଆମେ ଦେଖୁ ଫିଲିପିଓ 2:13। କାରଣ ଇଚ୍ଛା କରିବାକୁ ଓ ସାଧନ କରିବାକୁ ଈଶ୍ୱରଙ୍କ ଆପଣା ମଙ୍ଗଳମୟ ସଂକଳ୍ପର ସାଫଲ୍ୟ ନିମନ୍ତେ ତୁମମାନଙ୍କ ଅନ୍ତରରେ କାର୍ଯ୍ୟ କରନ୍ତି। ବନ୍ଧୁ, ଏହି ଯେଉଁ ସାବାସ୍କୁଲ ପାଠ ଆମେ ଦେଖୁଅଛୁ, ଆମେ କିପରି ସେହି ଶୁଭ, ସେହି ସ୍ୱାଧୀନକୁ ଆମେ ବାଛିପାରିବା। ଆଉ ଈଶ୍ୱର ଆମମାନଙ୍କୁ ସାଧୁ ପାଲଙ୍କ ଦ୍ୱାରା କହନ୍ତି କିପରି
ଆମ୍ଭେମାନେ ତାହାଙ୍କର ଯୋଉ ଖ୍ରୀଷ୍ଟଙ୍କ ଠାରେ ଅଛି ସେ ଈଶ୍ୱରଙ୍କ ଠାରୁ ଯାହା ଆମମାନଙ୍କ ନିମନ୍ତେ ଜ୍ଞାନ ଅର୍ଥାତ୍ ଧାର୍ମିକତା ପ୍ରଭାବିତ ଓ ମୁକ୍ତି ସ୍ୱରୂପ ହୋଇ ଆସିଲେ। ଆଉ ସେହି ମୁକ୍ତି ସ୍ୱରୂପକୁ ଆମେ ଗ୍ରହଣ କରିବା ଉଚିତ। ଯେପରିକି ଆମେ ଦେଖୁଅଛୁ ଇସ୍ରାଏଲ ପ୍ରଜାମାନେ କିପରି ସେଇ ମୁକ୍ତି ସ୍ୱରୂପ ରୂପେ ମୂଷା ଆସିଥିଲେ। ବନ୍ଧୁ, ଆମେ ଦେଖୁଅଛୁ ଆଉ ଗୋଟିଏ ମହାମାରୀ, ଯେପରିକି ଆମୋସ 3:7 ଆମେ ଦେଖୁଛୁ ବନ୍ଧୁ, ଯେକୌଣସି କାର୍ଯ୍ୟ ସଦାପ୍ରଭୁ କରନ୍ତି ସେ ଆପଣା ଦାସମାନଙ୍କୁ ନ କହି ସେ କାର୍ଯ୍ୟ କରନ୍ତି ନାହିଁ। ଆମେ ଦେଖୁଅଛୁ କିପରି ମିଶର ଦେଶରେ ସେହି ଇସ୍ରାଏଲ ପ୍ରଜାମାନେ ଦୁଃଖ କଷ୍ଟ କ୍ରନ୍ଦନ ଭୋଗ କରୁଥିଲେ। ଆଉ ସଦାପ୍ରଭୁ ପରମେଶ୍ୱର ସେମାନଙ୍କୁ କିପରି ଉଦ୍ଧାର କରିବେ ତାହା ବିଷୟରେ ସେ ମୂଷାକୁ କହିଥିଲେ। ଆଉ ଏଠି ଆମୋସ 3:7 ଆମେ ଦେଖୁଅଛୁ ସେଠି ଲେଖାଯାଇଛି, ନିଶ୍ଚୟ ପ୍ରଭୁ ସଦାପ୍ରଭୁ ନିଜ ଗୁପ୍ତ ବିଷୟ ଆପଣା ଦାସ ଭବିଷ୍ୟତ ବକ୍ତାଗଣଙ୍କ ପ୍ରତି ପ୍ରକାଶ ନ କରି କିଛି କରିବେ ନାହିଁ। କେଡ଼େ ସୁନ୍ଦର ଭାବରେ ଆମୋସ ଭବିଷ୍ୟତ ବକ୍ତା ଈଶ୍ୱରଙ୍କ ନିଚ୍ଛତା ବିଷୟରେ ଆମମାନଙ୍କୁ କହନ୍ତି। ଆଉ ସେ କହନ୍ତି ସଦାପ୍ରଭୁ ଯେବେ ସେ କରନ୍ତି କିଛି କାମ ବା ଯାହା କରିବାକୁ ଯାଉଛନ୍ତି ଲୋକମାନଙ୍କ ପାଇଁ, ତାହାଙ୍କ ଉଦ୍ଦେଶ୍ୟ ତାହାଙ୍କ ମନର କଥା ସେ ଆପଣା ଦାସମାନଙ୍କୁ ପ୍ରକାଶ କରନ୍ତି ବୋଲି ଆମେ ଦେଖୁଅଛୁ। ଆଉ ଆଜି ଯାହାକି ଦେଖୁଛୁ ଆଉ ଗୋଟିଏ ମହାମାରୀ, ଯିଏକି ସପ୍ତାହର ପାଠ ହଉଛି ନିସ୍ତାର ପର୍ବ। ବନ୍ଧୁ, ପରମେଶ୍ୱର ମିଶ୍ରରୁ ସମୟ ଦେଇଥିଲେ ଯାହା ଆମେ ଅନ୍ଧକାର 3 ଦିନ ହେଇଥିଲା, ଯାହା ଆମେ ଗତ ସପ୍ତାହରେ ଦେଖିଲୁ, ଯାହା ଯାତ୍ରା ପୁସ୍ତକ 10 ତାର 22-23ରେ ଅନନ୍ତର ମୂଷା ଆକାଶ ଆଡ଼େ ହସ୍ତ ବିସ୍ତାର କରନ୍ତେ 3 ଦିନ ପର୍ଯ୍ୟନ୍ତ ମିଶ୍ର ଦେଶର ସର୍ବସ୍ତ୍ର ଏପରି ଗାଢ଼ ଅନ୍ଧକାର ହେଲା ଯେ କେହି ଏକ ଆରେକକୁ ଦେଖି ପାରିଲେ ନାହିଁ ଓ 3 ଦିନ ପର୍ଯ୍ୟନ୍ତ କେହି ଆପଣା ସ୍ଥାନରୁ ଉଠି ପାରିଲେ ନାହିଁ। ମାତ୍ର ଇସ୍ରାଏଲ ସନ୍ତାନଗଣର ସମସ୍ତ ସ୍ଥାନରେ ଆଲୁଅ ଥିଲା। ବନ୍ଧୁ, ଆମେ ଏଠି ଦେଖୁଛୁ ସଦାପ୍ରଭୁ ପରମେଶ୍ୱର କିପରି ତାଙ୍କ କାର୍ଯ୍ୟ କରନ୍ତି। ଯାତ୍ରା ପୁସ୍ତକ 11:8ରେ ଆମେ ଦେଖୁ କି ଯେପରି ତହିଁରେ ତୁମର ଏହି ସମସ୍ତ ଦାସମାନେ ମୋ ନିକଟକୁ নত ହୋଇ ଆସିବେ ଓ ମୋତେ ପ୍ରମାଣ କରି କହିବେ, ତୁମ୍ଭେ ଓ ତୁମର ଅନୁଗତ ସମସ୍ତ ଲୋକ ବାହାରି ଯାଅ, ତହିଁ ଉତ୍ତାରେ ମୁଁ ବାହାରି ଯିବି। ଅନନ୍ତର ସେ ପ୍ରଚଣ୍ଡ କ୍ରୋଧରେ ଫାରୋଙ୍କ ନିକଟରୁ ବାହାରି ଗଲେ। ଦେଖନ୍ତୁ ବନ୍ଧୁ, ଏହା ଥିଲା ଶେଷ ସମୟ ଯାହାକି ମୂଷା ଫାରୋଙ୍କ ସମ୍ମୁଖରେ ଛିଡା ହୋଇଥିଲେ ଆଉ କହିଲେ କି ମୁଁ ଆଉ ଥରେ ତମ ସହ ମୁଁ ଭେଟିବି ନାହିଁ, ଆଉ ତୁମେ ସ୍ୱୟଂ ଆଦେଶ ଦେବ କି ତୁମେ ଆଉ ତୁମର ଲୋକମାନଙ୍କୁ ଧରି ସମସ୍ତେ ଏହି ସ୍ଥାନରୁ ବାହାରି ଯାଅ। ବନ୍ଧୁ, ଏହାର ଯୋଉ ଉଦାହରଣ ଆମେ ପାଉଛୁ ବର୍ତ୍ତମାନ ସେଇ ବାବିଲରୁ ଆମମାନଙ୍କୁ ବାହାର ହେବା ପାଇଁ ପରମେଶ୍ୱର କୁହନ୍ତି। ଯଦି ଏହା ସହିତ ବାଇବଲର ପ୍ରତୀକାତ୍ମକ ଥାରେ 10 ସଂଖ୍ୟା ଗୁରୁତ୍ୱପୂର୍ଣ୍ଣ 10 ପୂର୍ଣ୍ଣତା କିମ୍ବା ସମ୍ପୂର୍ଣ୍ଣତାକୁ ପ୍ରତିନିଧି କରେ। ଆମେ ଦେଖୁଅଛୁ ବନ୍ଧୁ, ପରମେଶ୍ୱର 10 ଆଜ୍ଞାକୁ ଈଶ୍ୱରୀୟ ନୈତିକ ନିୟମର ଏକ ସମ୍ପୂର୍ଣ୍ଣ ପ୍ରକାଶ ଭାବରେ
ଭାବନ୍ତୁ, 10ଟି ମିଶରୀର ମହାମାରୀ ପରମେଶ୍ୱରଙ୍କ ନ୍ୟାୟ ଏବଂ ପ୍ରତିଶୋଧର ପୂର୍ଣ୍ଣ ପ୍ରକାଶନକୁ ସୂଚିତ କରେ। ବନ୍ଧୁ, ପରମେଶ୍ୱର ହଉଛନ୍ତି ବିଚାରକର୍ତ୍ତା ଏବଂ ସେ ଗର୍ବ, ଅନ୍ୟାୟ, ଦେବବାଦ, ଦେବଭାବ, ଅହଙ୍କାର, ଶୋଷଣ, ନିଷ୍ଠୁରତା ଏବଂ ସ୍ୱାର୍ଥପରତା ବିରୁଦ୍ଧରେ ସେ ପୀଡ଼ିତ, ନିର୍ଯାତିତ, ଦୁର୍ଭାଗ୍ୟ, ଦୁର୍ବ୍ୟବହାରଗ୍ରସ୍ତ ଏବଂ ନିର୍ଯାତିତ ଲୋକଙ୍କ ପକ୍ଷରେ ଛିଡ଼ା ହୁଅନ୍ତି, ଯାହା ଆମେ ଗୀତ ସଂହିତା 2:11-12, ଆଉ ଗୀତ ସଂହିତା 33:5, ଆଉ ଗୀତ ସଂହିତା 58:11, ଗୀତ ସଂହିତା 69:14, ଗୀତ ସଂହିତା 10:1 ଆଉ ପ୍ରଥମ 1:1 ଆଉ ଯିଶାୟ 16:5 ଆଉ ଜିରମିୟ 9:24 ଆମେ ପାଉଅଛୁ କି ପରମେଶ୍ୱର ଯେଉଁମାନେ ଅହଙ୍କାର, ଭେଦଭାବ, ଅନ୍ୟାୟ, ଗର୍ବ, ଶୋଷଣ, ନିଷ୍ଠୁରତା ଏବଂ ସ୍ୱାର୍ଥପରତା ଏମାନଙ୍କ ବିରୁଦ୍ଧରେ ଯେଉଁମାନେ ପୀଡ଼ିତ, ନିର୍ଯାତିତ, ଦୁର୍ବ୍ୟବହାରଗ୍ରସ୍ତ ଏବଂ ନିର୍ଯାତିତ ଲୋକ ପକ୍ଷରେ ଛିଡ଼ା ହୁଅନ୍ତି ବୋଲି ଆମେ ଦେଖୁଅଛୁ। ଆମେ ମଧ୍ୟ ଦେଖୁଛୁ ଯେ ସେ ହେଉଛନ୍ତି ପ୍ରେମ ପୂର୍ଣ୍ଣ ଏବଂ ନ୍ୟାୟପୂର୍ଣ୍ଣ ପରମେଶ୍ୱର। ଯଥା ସମ୍ଭବ ସେ ଚେଷ୍ଟା କରିବେ। ପ୍ରେମରୁ ଆମେ ଭୁଲ ପ୍ରତି ଆଖି ବୁଝି ଦେଇଥାଉ ବନ୍ଧୁ, ଯାହାକୁ ସଂଶୋଧନ କରିବାକୁ ପଡ଼ିବ, କିମ୍ବା ଆମେ ଥଣ୍ଡା ଭାବରେ ନ୍ୟାୟ କାର୍ଯ୍ୟକାରୀ କରିପାରିବା, ଯେପରି ଏହା ଇଚ୍ଛାତରେ ତିଆରି କିଛି ଉଭୟ ଅତ୍ୟନ୍ତଟିକୁ ନୁହେଁ, ବରଂ ଏହା ଆଦର୍ଶ ଏବଂ ପ୍ରଭୁ ଆମମାନଙ୍କ ଠାରୁ କେବଳ ନ୍ୟାୟ ଆମମାନଙ୍କୁ କେବଳ ସେ ନ୍ୟାୟ କରିବେ, ଆଉ ସେ ତାହାଙ୍କ ଦୟା ମାନଙ୍କୁ ପ୍ରକାଶ କରିବେ। ଯଦି ଆମେ ଦେଖିବା ମିକା 6:8ରେ, ମିକା ଭବିଷ୍ୟତ ବକ୍ତା ଏହିପରି ଲେଖନ୍ତି, ହେ ମନୁଷ୍ୟ, ଯାହା ଉତ୍ତମ ତାହା ସେ ତୁମକୁ ଜଣାଇଅଛନ୍ତି, ନ୍ୟାୟାଚରଣ, ଦୟା, ଭଲ ପାଇବା ଓ ନମ୍ର ଭାବରେ ତୁମ ପରମେଶ୍ୱରଙ୍କ ସହିତ ଗମନାଗମନ କରିବାର। ଏହା ଛଡ଼ା ସଦାପ୍ରଭୁ ତୁମ୍ଭଠାରୁ ଆଉ କଣ ଚାହାନ୍ତି? ହଁ ବନ୍ଧୁ, ପରମେଶ୍ୱର ଆମଠାରୁ ଚାହାନ୍ତି କି ଆମ୍ଭେମାନେ ନ୍ୟାୟାଚରଣ କରିବା, ଦୟାକୁ ଭଲ ପାଇବା ଓ ନମ୍ର ଜୀବନରେ ବାସ କରିବା। ଏହା ଛଡ଼ା ପରମେଶ୍ୱର ଆମମାନଙ୍କୁ ଆଉ କିଛି ଚାହାନ୍ତି ନାହିଁ, ଆଉ କିଛି ଚାହାନ୍ତି ନାହିଁ। ଏଥିଯୋଗୁଁ ଆମେ ଦେଖୁଛୁ ଏହି ଯୋଉ ନିସ୍ତାର ପର୍ବ ବିଷୟରେ ପରମେଶ୍ୱର ସେହି ମିଶ୍ର ମାନଙ୍କୁ ଯେପରି ଏହି ଧାରଣାରେ ଜୀବନକୁ ବ୍ୟବହାର କରିବେ। ବନ୍ଧୁ, ଶରୀରକୁ ସୁସ୍ଥ କରିବା। ଯେବେ ଇସ୍ରାଏଲ ପ୍ରଜାମାନେ ମିଶ୍ର ଛାଡ଼ିବା କିପରି ଆୟୋଜନ କରିବେ ସେ ବିଷୟରେ ପରମେଶ୍ୱର ମୋଶା ଏବଂ ହାରୋନଙ୍କୁ ନିର୍ଦ୍ଦେଶ ଦେଲେ, ଆଉ ଅର୍ଥାତ୍ ପଳାୟନ ପାଇଁ କିପରି ବ୍ୟବସ୍ଥା କରିବେ, ବିଶେଷ କରି ବୃଦ୍ଧ, ଛୋଟ ପିଲା ଥିବା ମା, ପଶୁ ଇତ୍ୟାଦି। ବରଂ ପରମେଶ୍ୱର ନିର୍ଦ୍ଦେଶ ଏକ ହେଉଛି ଆଶ୍ଚର୍ଯ୍ୟଜନକ। ସେ ସେମାନଙ୍କୁ ନିସ୍ତାର ପର୍ବ କିପରି ପାଳନ କରିବାର ଉଚିତ ତାହା ବିଷୟରେ ସେ କହିଲେ। ଅନ୍ୟ ପଦରେ ଯଦି ଦେଖିବା, ଆମେ ଧ୍ୟାନ ଦେବାକୁ ପଡ଼ିବ ଯେ ପ୍ରଭୁଙ୍କ ଉପାସନା କରିବା ଉପାୟରେ ଯିଏ ସେମାନଙ୍କୁ ମୁକ୍ତି ଦେବାକୁ ଯାଉଥିଲେ, ଆଉ ଅନ୍ୟ ସବୁ କିଛି ଠିକ ସମୟରେ ଅନୁସରଣ କରିବା ପାଇଁ ସେ କହୁଥିଲେ। ପ୍ରତ୍ୟେକ ପଚାରିବାକୁ ଏକ, ପ୍ରତ୍ୟେକ ପରିବାରକୁ ଏକ,
ମେଷ ଶାବକ ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ସେ କହିଲେ। ଆଉ ସେଇ ମେଷ କୌଣସି ଜିନିଷ ନଷ୍ଟ ନ କରି, ମାନେ ଯେବେ ସେମାନେ ମେଷ ପ୍ରସ୍ତୁତ କରିବେ ଆଉ ସେଇ ଯୋଉ ମେଷର କୌଣସି ଜିନିଷକୁ ନଷ୍ଟ ନ କରିବା ପାଇଁ ସବୁ କିଛି ସେହି ଯୋଉ ରାତ୍ରିରେ ଖାଦ୍ୟ କରିବା ପାଇଁ ପ୍ରତ୍ୟେକଙ୍କୁ ତାଙ୍କ ଅଂଶ ଖାଇବାକୁ ପଡ଼ିବ, କିଛି ଛାଡ଼ିବାକୁ ନାହିଁ। ଏବଂ ଯଦି ପରିବାରର ସମ୍ପୂର୍ଣ୍ଣ ମେଷା ବକୁ ଖାଇପାରିବେ ନାହିଁ, ତେବେ ସେମାନେ ଅନ୍ୟ ପରିବାର ସହିତ ଏକାଠି ହୋଇ ଖାଇବାକୁ ପଡ଼ିବ ବୋଲି ପରମେଶ୍ୱର କହିଥିଲେ। ବନ୍ଧୁ, ଯାତ୍ରା ପୁସ୍ତକ ପ୍ରତିବର୍ଷ ନିୟମିତ ଭାବରେ ପାଳନ କରାଯିବାର ଥିଲା। କେବଳ ପରମେଶ୍ୱର ସେମାନଙ୍କୁ ପୂର୍ବପୁରୁଷ ପାଇଁ ଯାହା କରିଥିଲେ ତାହାର ଏକ ଅତୀତର ଘଟଣାର ସ୍ମରଣାର୍ଥକ ଭାବରେ ନୁହେଁ, ବରଂ ବର୍ତ୍ତମାନ ପିଢ଼ି ପାଇଁ ପରମେଶ୍ୱରଙ୍କ ମୁକ୍ତିର କାର୍ଯ୍ୟ ବାସ୍ତବିକରଣ ଭାବରେ ଧ୍ୟାନ ଦେଉଛନ୍ତି। ଏହା ପ୍ରତ୍ୟେକ ଗୋଷ୍ଠୀ, ପ୍ରତ୍ୟେକ ଜାତି, ପ୍ରତ୍ୟେକ ଦେଶ ପାଇଁ ଏହା ଏକ ନୂତନ ଅଭିଜ୍ଞତା ହେବା ଉଚିତ। ବନ୍ଧୁ, ମନେ ରଖନ୍ତୁ, ଏଇ ଯୋଉ ନିସ୍ତାର ପର୍ବ, ଯାହା କି ପ୍ରତ୍ୟେକ ନୂତନ ପିଢ଼ି, ପ୍ରତ୍ୟେକ ଗୋଷ୍ଠୀ ଏହି ବିଷୟରେ ଅଭିଜ୍ଞାତ ହେବା ଉଚିତ। ଯେପରିକି ଆମେ ପଦ 12-13 ଦେଖୁଛୁ, ସେହି ନିସ୍ତାର ପର୍ବର ଅର୍ଥ ବ୍ୟାଖ୍ୟା କରେ। କଣ କରେ? ବିନାଶର ଈଶ୍ୱରୀୟ ବିଚାର ଇସ୍ରାଏଲୀୟ ମାନଙ୍କୁ ଫଳଦାନ କରିବ। ତେଣୁ ସେମାନେ ପଳାୟନ ପାଳନ କରିବାକୁ ଥିଲେ। ଏହି ଶବ୍ଦ ଦୁଇଟି ଶବ୍ଦର ମିଶ୍ରଣ, ପଳାୟନ ଏବଂ ପଳାୟନ। କାରଣ ବିନାଶ ଇସ୍ରାଏଲ ଏଲିୟ ଘର ଗୁଡ଼ିକୁ ପଳାୟନ କରିଥିଲା, ଯେଉଁଠାରେ ଦ୍ୱାର ବନ୍ଧ ମେଷ ଶାବକର ରକ୍ତ ଦ୍ୱାରା ଚିହ୍ନିତ ହୋଇଥିଲା। ଜୀବନ ଏବଂ ପରିତ୍ରାଣର ଚିହ୍ନ। ହିବ୍ରୁ ଭାଷାରେ ନିସ୍ତାର ପର୍ବର ନାମ କୁହାଯାଉଛି ପେସାତ, ଏକ କ୍ରିୟାରୁ ଯାହାର ଅର୍ଥ ପାସ୍ କରିବା। ବନ୍ଧୁ, ନିସ୍ତାର ପର୍ବ ପାଳନ ପ୍ରତ୍ୟେକ ଇସ୍ରାଏଲ କୁ ପରମେଶ୍ୱରଙ୍କ ଲୋକଙ୍କର ପକ୍ଷରୁ କରାଯାଇଥିବା ଶକ୍ତିଶାଳୀ ଏବଂ ଦୟାଳୁ କାର୍ଯ୍ୟଗୁଡ଼ିକୁ ମନେ ପକାଇବା ପାଇଁ ଥିଲା। ଏହି ଉତ୍ସବ ସେମାନଙ୍କ ଜାତୀୟ ପରିଚୟକୁ ସୁରକ୍ଷିତ କରୁଥିଲା ଏବଂ ସେମାନଙ୍କ ଧାର୍ମିକ ବିଶ୍ୱାସକୁ ମୋହର ଲଗାଇବାରେ ସାହାଯ୍ୟ କରୁଥିଲା। ବନ୍ଧୁ, ଆମେ ଦେଖୁଛୁ କି ସେ ତାର ଏବ୍ରି ଭାଷା, ଯାହା ଆମେ ଦେଖିଲୁ, ସେ ସାତ ଏ ହଉଛି ଏବ୍ରି ଭାଷା, ଯାହା ଆମେ ଯାତ୍ରା ପୁସ୍ତକ 12-17-23 ଯଦି ଆମେ ପଢିବା, ଏହି ବିଷୟରେ ଆମେ ଦେଖୁଅଛୁ। ବନ୍ଧୁ, ଯେଉଁ ପଶୁ ବଳି ଦିଆଯାଉଥିବା ପଶୁର ରକ୍ତ ଏହି ଉତ୍ସବର ଏକ ମୁଖ୍ୟ ଉପାଦାନ। ଏହି ପର୍ବରେ ଅଂଶଗ୍ରହଣ କରିଥିବା ଲୋକମାନେ ସେମାନଙ୍କ ଘରର ଦ୍ୱାର ବନ୍ଦରରେ ହତ୍ୟା କରାଯାଇଥିବା ମେଷ ଶାବକର ରକ୍ତ ଲଗାଇଥିଲେ। ଏପରି ଭାବରେ ସେମାନେ ଈଶ୍ୱରଙ୍କ ପ୍ରତି ସେମାନଙ୍କର ବିଶ୍ୱାସ ପ୍ରଦର୍ଶନ କରୁଥିଲେ। ବିଶ୍ୱାସ କରୁଥିଲେ ଯେ ସେ ସେମାନଙ୍କ ରକ୍ତ ଦ୍ୱାରା ଆଚ୍ଛାଦିତ ନଥିବା ଲୋକମାନଙ୍କ ସମ୍ମୁଖୀନ ହେଉଥିଲେ ଥିବା ଜିନିଷରୁ ସେମାନଙ୍କୁ ଉଦ୍ଧାର କରୁଥିଲେ। ବନ୍ଧୁ,
ଜହାନ 1 ତାର 29ରେ ଆମେ ପଢୁଛୁ ଏହିପରି। ତହିଁ ଆର ଦିନ ସେ ଯୀଶୁଙ୍କ ନିଜ ପାଖକୁ ଆସୁଥିବା ଦେଖି କହିଲେ, ଏହି ଦେଖ ଈଶ୍ୱରଙ୍କ ମେଷ ଶାବକ, ଯେ ଜଗତର ପାପ ବହି ନେଇ ଯାଆନ୍ତି। ବନ୍ଧୁ, ଜହନ ଯେବେ କି ସେହି ଜଦନରେ ଯୀଶୁଖ୍ରୀଷ୍ଟଙ୍କୁ ବା ଜଦନରେ ଅନ୍ୟମାନଙ୍କ ପାପକୁ ସ୍ୱୀକାର କରିବା ପାଇଁ ଆଉ ବାପ୍ତିଜିତ ହେବା ପାଇଁ ସେ ନିମନ୍ତ୍ରଣ ଦେଉଥିଲେ। ଆଉ ସେତେବେଳେ ଯେବେ ଯୀଶୁଖ୍ରୀଷ୍ଟ ସେହି ଜଦନକୁ ଗଲେ ଆଉ ଡୁବନ ନେବା ପାଇଁ, ସେତେବେଳେ ସେହି ଜନ୍ ବାପ୍ଟିଷ୍ଟ କହିଲେ, ଦେଖ ଏ ହେଉଛନ୍ତି ପରମେଶ୍ୱରଙ୍କ ମେଷ, ଯିଏ କି ସମସ୍ତ ଜଗତର ପାପ ବହି ନାହିଁଥାଏ। ଆମେ ଏହି ଯୋଉ ନିସ୍ତା ପର୍ବରେ ଦେଖୁଛୁ କି ପ୍ରତ୍ୟେକ ପରିବାରକୁ ଏହିପରି କୁହାଯାଇଥିଲା କି ଆବଶ୍ୟକ ଅନୁସାରେ ଏକ ମେଷ ଶାବକ ନେବେ, ଆଉ ସେ ମେଷ ଶାବକୁ ବଳିଦାନ ଦେଇ ତାହାର ରକ୍ତ ଆପଣା ଦ୍ୱାର ବନ୍ଧରେ ମାନେ ଲଗାଇବେ, ଆଉ ତାର ଅଂଶ ସବୁ ଖାଇଦେବ। ଆଉ ଯଦି କିଛି ଅଧିକ ହଉଛି ତାହେଲେ ଅନ୍ୟ ପରିବାରଙ୍କ ସହ ଖାଇବ। ମାନେ ସେହି ମେଷ ଦର୍ଶାଉଥିଲେ, ସେତେବେଳେ ଦର୍ଶାଉଥିଲା, ଆଉ ବର୍ତ୍ତମାନ ସେହି ମେଷ ହଉଛନ୍ତି ଯୀଶୁଖ୍ରୀଷ୍ଟ। ଆଉ ସେହି ଯୀଶୁଖ୍ରୀଷ୍ଟ କୃଷରେ ତମ ପାଇଁ, ମୋ ପାଇଁ, ସମସ୍ତଙ୍କ ପାଇଁ ମୃତ୍ୟୁ ବରଣ ହେଲେ। ଆମର ରକ୍ତ ଯାହା ଆମେ ବହିବାର ଥିଲା, ତାହା ସେ ନିଜେ ବହିଲେ, ସେ ନିଜେ ଦାନ ଦେଲେ, ଯେପରିକି ତାଙ୍କ ମୃତ୍ୟୁ ଦ୍ୱାରା ଆମେ ଜୀବନ ପାଇପାରିବୁ, ଉଦ୍ଧାର ହୋଇପାରିବୁ। ପାପରୁ, ଯୋଉ ପାପର ଦାସତ୍ୱରେ ଆମେ ରହିଅଛୁ, ଆମେ ସେହି ପାପ ଦାସତ୍ୱରୁ ଉଦ୍ଧାର ହୋଇପାରିବୁ। ଏଣୁକରି ସେ କହନ୍ତି ଯାତ୍ରା ପୁସ୍ତକ 12:13, ଏଣୁକରି ତୁମେମାନେ ଯେଉଁ ଯେଉଁ ଗୃହରେ ଥାଅ, ସେହି ଗୃହରେ ସେହି ରକ୍ତ ଚିହ୍ନ ସ୍ୱରୂପ ରହିବ। ଆଉ ଆମ୍ଭେ ମିଶର ଦେଶରୁ ଦଣ୍ଡ ଦେବା ସମୟରେ ସେହି ରକ୍ତ ଦେଖିଲେ ତୁମାନଙ୍କୁ ଛାଡ଼ି ଆଗକୁ ଯିବା ସହଙ୍କାର ଆଘାତ ତୁମମାନେ ପ୍ରତି ଘଟିବ ନାହିଁ। ଆମେ ଦେଖୁଛୁ, ଏହି କାହାଣୀ ଭଲ ଭାବରେ ଜାଣିଛୁ। ଯେବେ ପରମେଶ୍ୱରଙ୍କ ସେହି ଦୂତ ଗଲେ, ଆଉ ଯେଉଁ ଘରେ ସେହି ରକ୍ତ ନଥିଲା, ଆଉ ସେଇ ଘରେ ପ୍ରବେଶ କରି ପ୍ରଥମ ଜାତ ହୋଇପାରେ, ପଶୁ ହୋଇପାରେ, ବ୍ୟକ୍ତି ମୃତ୍ୟୁବରଣ ହେଉଥିଲା। ଆଉ ଯୀଶୁ ଖ୍ରୀଷ୍ଟ ହଉଛନ୍ତି ସେଇ ପରମେଶ୍ୱରଙ୍କର ପ୍ରଥମ ଜାତ। ସେଇ ପ୍ରଥମ ଜାତ ଆମମାନଙ୍କ ପାଇଁ କୃଷରେ ହତ ହେଲେ। ଆଉ ଏଇ ଯୋଉ ନିସ୍ତାର ପର୍ବ ଆମମାନଙ୍କୁ ସେହି ଯୀଶୁ ଖ୍ରୀଷ୍ଟ ଆଡକୁ ଦର୍ଶାଏ କି ସେ ଆମମାନଙ୍କୁ ଏଇ ଯୋଉ ଅନ୍ଧକାର, ଏଇ ଯୋଉ ଦାସତ୍ୱରେ ଆମେ ରହିଅଛୁ, ସେହି ଦାସତ୍ୱରୁ ଆମମାନଙ୍କୁ ସେ ଉଦ୍ଧାର କରିବେ। ଯେପରିକି ଆମେ ଯାତ୍ରା ପୁସ୍ତକ 12:13 ଦେଖିଲୁ କି ସେମାନଙ୍କୁ ଏମିତି ଆଦେଶ ଦିଆଗଲା କି ସେହି ରକ୍ତ ଚିହ୍ନ ସ୍ୱରୂପେ ରହିବ। ଆଉ ଯେଉଁ ଦୂତ ସେହି ଘର ଦେଇ ଯିବ, ସେଇ ଘରର ଯେତେ ଲୋକ ଅଛନ୍ତି ସେମାନଙ୍କ ଉପରେ ସହକାର ଆଘାତ କରିବ ନାହିଁ, ଘଟିବ ନାହିଁ ବୋଲି। ବନ୍ଧୁ, ପରମେଶ୍ୱର ଏତେ ପ୍ରେମ କରନ୍ତି କି ଆପଣା ପୁତ୍ରକୁ ସେ ପଠେଇଲେ। ଯଦି ଆମେ ପ୍ରଥମ କରନ୍ତି 5:6-8 ପଢିବା, ପାଉଳ କହନ୍ତି, ତୁମାନଙ୍କ ଏପରି ଗର୍ଭ କରିବା ଭୁଲ ନୁହେଁ। ତୁମେମାନେ କି ଜାଣ ନାହିଁ ଯେ ଟିକିଏ ବୋଲି ଗମ୍ଭୀର ସମସ୍ତ ମଇଦା ପିଣ୍ଠୁଲାକୁ ଗମ୍ଭୀରତା କରିଦିଏ। ବନ୍ଧୁ, ଆପଣମାନେ ଆପଣଙ୍କ ଘରରେ ଯଦି ଆପଣ କରୁନାହାନ୍ତି, ଯଦି ଆପଣମାନେ ଯେଉଁଠାରେ ରୁଟି କରାଯାଏ, ରୁଟିରେ ଯଦି ସେହି ଖମିର ଯଦି ମିଳନ ନ ହେବ, ତେବେ ସେ ରୁଟି ହୁଏ ନାହିଁ।
ଆଉ ଯେବେ ଖମ୍ବୀର ମିଳିଯାଏ ତେବେ ସେ ସମସ୍ତ ରୁଟି ଯୋଉ ମଇଦା ଖମ୍ବୀରତା ହୋଇଯାଏ। ଆଉ ସେଇ ତୁମେମାନେ ତୁମମାନେ ତ ଖମ୍ବୀର ଶୂନ୍ୟ ଲୋକ, ମାନେ ଆମମାନଙ୍କ ଠାରେ ସେଇ ଖମୀର ନାହିଁ। ଏଣୁ ଯେପରି ତୁମ୍ଭେମାନେ ନୂଆ ପିଣ୍ଟୁଳା ହୋଇପାର ଏଥିପାଇଁ ପୁରୁଣା ଖମ୍ପିର ଖମୀର ବାହାର କରି ପକାଅ। କାରଣ ଆମମାନଙ୍କ ନିସ୍ତାର ପର୍ବ ମେଷ ଶାବକ ଅର୍ଥାତ୍ ଖ୍ରୀଷ୍ଟ ମଧ୍ୟ ବଳିକୃତ ହୋଇଅଛନ୍ତି। ଏବଂ ଅତଏବେ ଆସ ଆମ୍ଭେମାନେ ପୁରାତନ ଖମୀର କି ଅବା ଦୁଷ୍ଟତା ଓ କୁକର୍ମ ସବୁ ଖମୀର ଦ୍ୱାରା ପୂର୍ବ ପାଳନ ନ କରି ସରଳତା ଓ ସତ୍ୟ ରୂପ ଖମୀର ଶୂନ୍ୟ ରୁଟି ଦ୍ୱାରା ପର୍ବ ପାଳନ କରୁ। ବନ୍ଧୁ, ଏଇ ଯୋଉ ଖମୀର ପ୍ରତ୍ୟେକ ମଣିଷରେ ଅଛି। ଆଉ ଏଇ ଯୋଉ ଖମୀର ପ୍ରତ୍ୟେକ ମଣିଷକୁ ଖ୍ରୀଷ୍ଟଙ୍କ ଠାରୁ ଦୂର କରିଥାଏ। ଖମୀର ହୀନ ହେବାକୁ ପଡ଼ିବ। ସମସ୍ତ ପ୍ରଲୋଭନରୁ ଦୂରରେ ରହିବାକୁ ପଡ଼ିବ। ଯେହେତୁ ଆମ ପାଇଁ ତାଙ୍କ ଜୀବନ ଦେଇଥିଲେ ବୋଲି ଜହନ 1:29 ଆଉ ପ୍ରଥମ କରନ୍ତି 5:7 ପାଉଛୁ। ତା ବାଦେ ଆମେ ଦେଖୁଛୁ ଏଭ୍ରି 4:14 ସେ ରକ୍ତ ଛୁଡାଇଥିବା ଡାଲର ଏକ ଗୁଚ୍ଛ ପରମେଶ୍ୱର ଶୁଦ୍ଧିକରଣ ଅନୁଗ୍ରହ ପ୍ରତିକରଣ କରିଥିଲା ବୋଲି ଆମେ ଗୀତ ସଂହିତା 5:51-7 ଦେଖୁଅଛୁ। ବନ୍ଧୁ, ଏଥି କାରଣରୁ ଯୀଶୁ ପ୍ରଭୁ ସେହି ଭାଷା ଯାହା ଆମେ ପେଶାନ୍ତ ପେଶାତ ବୋଲି ଦେଖୁଛୁ, ଆମ ପାଇଁ ଯୀଶୁ ଖ୍ରୀଷ୍ଟ ସେଇ ଖମୀର କୁ ଦୂର କଲେ, ଯେପରିକି ଆମେ ବିନା ଖମୀରରେ ଥିବା ଆଉ ସରଳ ଓ ଜ୍ଞାନ ଓ ଧାର୍ମିକ ଦେଖାଯିବା। ଚାଲନ୍ତୁ ଆମେ ଆଗକୁ ବଢିବା। ମାସାଲ ବିତାଇବା, ଯେପରିକି ଗୀତ ସଂହିତା 145:4 ଆମେ ଦେଖୁଛୁ, ଲୋକମାନେ ପୁରୁଷାନୁକ୍ରମେ ତୁମ କ୍ରିୟା ସକଳର ପ୍ରଶଂସା କରିବେ ଓ ତୁମେ ବିକ୍ରମର କର୍ମ ପ୍ରଚାର କରିବ। ଏଠି ଗୀତ ଲେଖକ ଲେଖନ୍ତି ସେହି ମାସାଳ ବିତାରିବା ପାଇଁ। ସେ କହନ୍ତି ଲୋକମାନେ ପୁରୁଷାନୁକ୍ରମେ ତୁମ କ୍ରିୟା ସକଳର ପ୍ରଶଂସା କରିବେ ଓ ତୁମ୍ଭ ବିକ୍ରମର କର୍ମ ପ୍ରଚାର କରିବେ। ବନ୍ଧୁ, ପିତାମାତା ମାନେ ଇସ୍ରାଏଲର ପ୍ରଥମ ଶିକ୍ଷକ ଥିଲେ, ଯେଉଁମାନେ ସେମାନେ ଅନୁଭବ କରୁଥିଲେ, ଦେଖିଥିଲେ ଯାହା ସେହି ସମୟରେ ଘଟୁଥିଲା ଏବଂ ସେମାନଙ୍କୁ ପିଲାମାନଙ୍କୁ ଯାତ୍ରାର କାହାଣୀ ବର୍ଣ୍ଣନା କରିବାକୁ ଥିଲା। ଏହାକୁ କେବଳ ଏକ ଅତୀତର ଐତିହାସିକ ଘଟଣା ଭାବରେ କୁହାଯାଇ ନଥିଲା, ବନ୍ଧୁ, ବରଂ ସେମାନଙ୍କ ନିଜତ୍ୱ ଅଭିଜ୍ଞାତ ଭାବରେ ଉପସ୍ଥାପନା କରାଯାଉଥିଲା। ଯଦିଓ ଏହା ବହୁତ ଦିନ ପୂର୍ବରୁ ଘଟିଥିଲା। ଏହି ପର୍ବ ପାଳନ କରି ସେମାନେ ସେମାନଙ୍କର ପୂର୍ବପୁରୁଷଙ୍କ ସହିତ ପରିଚୟ କରାଇବାକୁ ଏକ ଇତିହାସକୁ ପୁନର୍ଜୀବିତ ଏବଂ ବାସ୍ତବରେ ପରିଣତ କରିବାକୁ ଥିଲା। ପିତା କହିଲେ, ମୁଁ ମିଶ୍ରରେ ଥିଲି, ମୁଁ ମିଶରୀୟ ଦେବତାମାନଙ୍କର ପରାଜୟ ଏବଂ ମିଶ୍ରରେ ମହାମାରୀ ଦେଖିଲି ଏବଂ ମୁଁ ମୁକ୍ତ ହୋଇଲି। ଏହିପରି ଆପଣା ପିତାମାତା ମାନେ ଆପଣା ପିଲାମାନଙ୍କୁ କହିଲେ, ଆଉ ସେମାନେ କିପରି ସେହି ଘଟଣାକୁ ଆପଣା ପିଲାମାନଙ୍କୁ କହିବେ, ଯାହା ଆମେ ଯାତ୍ରା ପୁସ୍ତକରେ ଆମେ ଦେଖୁଅଛୁ। ଯାତ୍ରା ପୁସ୍ତକ 13:14-13। ଯଦି ଆପଣ ଦ୍ୱିତୀୟ ବିବରଣ 6:6-8 ପଢିବେ,
ଏଠି ମଉସା ଲେଖନ୍ତି ପୁଣି ଏହି ଯେଉଁ ସକଳ କଥା ମୁଁ ଆଜି ତୁମକୁ ଆଜ୍ଞା କରୁଅଛି ତାହା ତୁମେ ଆପଣା ହୃଦୟରେ ରଖିବ। ଆଉ ତୁମେ ଆପଣା ସନ୍ତାନଗଣକୁ ଜନି ପୂର୍ବକ ତାହା ଶିଖାଇବ ଓ ତୁମେ ଆପଣା ଗୃହରେ ବସିବା ବେଲେ ଓ ତୁମେ ପଥରରେ ଚାଲିବା ବେଲେ ପଥରେ ଚାଲିବା ବେଲେ ଓ ତୁମେ ଶୟନ କରିବା ବେଲେ ଓ ତୁମେ ଉଠିବା ବେଲେ ସେମାନଙ୍କ ସାଙ୍ଗେ ସେ ବିଷୟରେ କଥାବାର୍ତ୍ତା କରିବ। ଆଉ ତୁମେ ଚିହ୍ନ ସ୍ୱରୂପ ଆପଣା ହସ୍ତରେ ତାହା ବାନ୍ଧିବ, ତାହା ତୁମ୍ଭ ଚକ୍ଷୁଷ୍ଟ୍ରୟ ମଧ୍ୟରେ ଭୂଷଣ ସ୍ୱରୂପ ହେବ। ବନ୍ଧୁ, ଆଜି ଆମେ ବିଶ୍ରାମ ବାର ବିଷୟରେ ଆମେ କହୁଅଛୁ। ଆଉ ବିଶ୍ରାମ ବାର ଯିଏକି ସଦାପ୍ରଭୁ ପରମେଶ୍ୱର ଆମମାନଙ୍କୁ ଦେଇଥାନ୍ତି। ଆଉ ଏଠି ଆମେ ଦେଖୁଛୁ ଦ୍ୱିତୀୟ ବିବରଣୀରେ ଯାହା ମଉସା ଲେଖନ୍ତି କି ତୁମର ପିଲାମାନଙ୍କୁ ଏମିତି ଶିକ୍ଷା ଦିଅ ଯେପରିକି ସେମାନେ ସେମାନଙ୍କ ଅନ୍ତଃକରଣରେ ରଖିପାରିବେ ଆଉ ଯାହା ଯାହା ସେମାନଙ୍କୁ ଶିଖାଗଲା ତାହା ସେମାନେ କରିପାରିବେ। ବନ୍ଧୁ, ଏହି ବିବରଣୀର ସାମୂହିକ ସ୍ୱର ଏବଂ ବର୍ତ୍ତମାନର ଅଭିଜ୍ଞତା ଉପରେ ଚାପକୁ ଲକ୍ଷ୍ୟ କରନ୍ତୁ। ବନ୍ଧୁ, ପୁଣି ତୁମେ ସଦାପ୍ରଭୁ ତୁମ ପରମେଶ୍ୱରଙ୍କ ସମ୍ମୁଖରେ ଉତ୍ତର ଦେଇ କହିବେ, ଏକ ଜଣ ନଷ୍ଟ କଳ୍ପ ଆରାମୀୟ ଲୋକ ଆମର ପିତା ଥିଲା ଓ ସେ ଅଳ୍ପ ସଂଖ୍ୟକ ହୋଇ ମିଶରକୁ ଯାଇ ପ୍ରବାସ କଲା। ପୁଣି ସେ ସ୍ଥାନରେ ସେ ମହାନ ଓ ବଳିବାନ ଓ ବହୁ ସଂଖ୍ୟା ଏକ ଗୋଷ୍ଠୀ ହୋଇ ଉଠିଲା। ତହିଁରେ ମିଶ୍ରୀୟ ଲୋକମାନେ ଆମମାନଙ୍କ ପ୍ରତି ଦୌରାମ୍ୟ କଲେ ଓ ଆମମାନଙ୍କୁ କ୍ଲେଶ ଦେଇ କଠିନ ଦାସତ୍ୱ କରାଇଲେ। ତହିଁ ଆମ୍ଭେମାନେ ସଦାପ୍ରଭୁ ଆମମାନଙ୍କ ପିତୃ ପରମେଶ୍ୱରଙ୍କ ନିକଟରେ ଡାକ ପକାଇଲୁ। ଆଉ ସଦାପ୍ରଭୁ ଆମମାନଙ୍କ ରବ ଶୁଣିଲେ ଓ ଆମ୍ଭମାନଙ୍କ କ୍ଲେଶ ଶ୍ରମ ଓ ଉପଦ୍ରବ ଦେଖିଲେ। ପୁଣି ସଦାପ୍ରଭୁ ବଳବାନ ହସ୍ତ ଦ୍ୱାରା ଓ ବିସ୍ତାର୍ଣ ବାହୁ ଦ୍ୱାରା ଓ ମହାତ୍ରାସ ଦ୍ୱାରା ଓ ନାନା ଚିହ୍ନ ଦ୍ୱାରା ଓ ଆଶ୍ଚର୍ଯ୍ୟ କର୍ମ ଦ୍ୱାରା ଆମମାନଙ୍କୁ ମିଶ୍ରର ବାହାର କରି ଆଣିଲେ। ଆଉ ସେ ଆମମାନଙ୍କୁ ଏହି ସ୍ଥାନରୁ ଆଣିଅଛନ୍ତି ଓ ଏହି ଦେଶ ଏକ ଦୁଗ୍ଧ ମଧୁ ପ୍ରବାହୀ ଦେଶ ଆମମାନଙ୍କୁ ଦେଇଅଛନ୍ତି। ଦ୍ୱିତୀୟ ବିବରଣୀ 26:5-9। ବନ୍ଧୁ, ଆମେ ସେହି ନଗରକୁ ଯିବା ପାଇଁ ନିଜକୁ ପ୍ରସ୍ତୁତ କରୁଛୁ। ଆମମାନଙ୍କୁ ସେହି ଶୈତାନର ବନ୍ଧନରୁ, ସେହି ଶୈତାନର ଦାସତ୍ୱରୁ, ସେହି ପାପର ଦାସତ୍ୱରୁ ଆମମାନଙ୍କୁ ଆମ ଯୀଶୁ ଖ୍ରୀଷ୍ଟ ଉଦ୍ଧାର କରିଛନ୍ତି। ଯେଉଁଠାରେ ଆମେ ସଦା ସର୍ବଦା ସେହି ସ୍ୱର୍ଗସ୍ଥ ପିତାଙ୍କ ମୁଖ ଆମେ ଦେଖିପାରିବା, ତାଙ୍କଠାରେ ଆମେ ରହିପାରିବା। ଏଥିପାଇଁ ଯୀଶୁ ଖ୍ରୀଷ୍ଟ ଏହି ପୃଥିବୀକୁ ଆସିଲେ। ଯେପରି ଇସ୍ରାଏଲ ପ୍ରଜାମାନେ ସେହି ମିଶ୍ର ଦେଶରେ ଥିଲେ, ଦୁଃଖ ଭୋଗ କରୁଥିଲେ, ଆଉ ସେମାନଙ୍କୁ ପରମେଶ୍ୱର ଉଦ୍ଧାର କରି ସେହି ମିଶ୍ର ଦେଶକୁ ନେଲେ। ଯେଉଁ ଦେଶରେ ସେମାନେ ଦୁଗ୍ଧ ମଧୁ ପ୍ରବାହୀ ଦେଶ, ଯେଉଁଠାରେ ଦୁଧ ଓ ମଧୁ ପ୍ରଚୁର ଭାବରେ ମିଳୁଥିଲା। ଆମେ ଏମିତି ଦେଶକୁ ଯିବା ଯେଉଁ ଦେଶରେ ସେହି ଦୂତମାନେ ରହିବେ, ଖ୍ରୀଷ୍ଟ ରହିବେ ଆଉ ଆମ ପ୍ରଭୁ ସହ ରହିବେ। ଆଉ ଯେଉଁ ଦେଶରେ ସେହି ଦୂତମାନଙ୍କ ଖାଦ୍ୟ ଆମେ ଖାଇବା ବା ପାନ କରିବା, ସେହି ଦେଶ ପରିଦେଶକୁ ଆମେ ଯିବା। ଆଉ ଏହି ଯୋଉ ନିସ୍ତାର ପର୍ବର କାହାଣୀ ହଉଛି ତାହା ତାହା କି ଆମେମାନେ ସମସ୍ତେ ସେହି ନିସ୍ତାର ସେହି ଦେଶକୁ ଯିବାକୁ ଆମମାନଙ୍କ ପାଇଁ ଖ୍ରୀଷ୍ଟ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ହତ ହେଲେ। ଯେପରିକି
ଆମ୍ଭେମାନେ ସେହି ଦେଶକୁ ଯାଇପାରିବା। ହେଲେ ଆମେ ଦେଖୁଛୁ ଯାହା ଯାତ୍ରା ପୁସ୍ତକ 12, 29, 30 ଏଭ୍ରି 12 ଅଧ୍ୟାୟ ଯଦି ଆମେ ଦେଖିବା ସେଠି ଆମେ ଦେଖୁଛୁ ବନ୍ଧୁ, ଚାଲନ୍ତୁ ପଢିବା ଯାତ୍ରା ପୁସ୍ତକ 12, 29, 30 ସେଠି କହୁଛି, ଅନନ୍ତର ଅର୍ଦ୍ଧରାତ୍ର ସମୟରେ ସଦାପ୍ରଭୁ ସିଂହାସନ ପ୍ରତିଷ୍ଠ ଫାରଙ୍କ ପ୍ରଥମ ଜାତର ସନ୍ତାନ ଠାରୁ କାରକୁ ପସ୍ତ ବନ୍ଧୀର ପ୍ରଥମ ଜାତ ସନ୍ତାନ ପର୍ଯ୍ୟନ୍ତ ମିଶର ଦେଶସ୍ଥ ସମସ୍ତ ପ୍ରଜା ପ୍ରଥମ ଜାତ ସନ୍ତାନମାନଙ୍କୁ ଓ ପଶୁମାନଙ୍କୁ ପ୍ରଥମ ଜାତ ଶାବକଗଣକୁ ଆଘାତ କଲେ। ତହିଁରେ ଫାରୋ ଓ ତାଙ୍କର ଦାସଗଣ ଓ ମିଶ୍ରୀୟ ଲୋକ ସମସ୍ତେ ରାତ୍ରିରେ ଉଠି ପୁଣି ମିଶ୍ର ଦେଶରେ ମହାରୋଦନ ହେଲା। କାରଣ ଯେଉଁ ଗୃହରେ କେହି ମରିନାହିଁ ଏପରି ଗୃହ ନଥିଲା। ବନ୍ଧୁ ଦେଖନ୍ତୁ କେମିତି ପରିସ୍ଥିତି ଥିଲା। ଆଉ ଯେବେ ଯୀଶୁ ପ୍ରଭୁ ଆସିବ, ଯେବେ ସେ ଆସିବେ, ସେତେବେଳେ ଯେଉଁମାନେ ଖ୍ରୀଷ୍ଟଙ୍କୁ ଗ୍ରହଣ କରିନାହାନ୍ତି, ଯେଉଁମାନେ ତାହାଙ୍କ ଆଜ୍ଞା ମାନନାହାନ୍ତି, ଯେଉଁମାନେ ତାଙ୍କ ଅନୁସାରେ ଅନୁସରଣ କରୁନାହାନ୍ତି, ସେମାନଙ୍କ ଅବସ୍ଥା କିପରି ହେବ ବନ୍ଧୁ? ଏହା ସ୍ପଷ୍ଟ ରୂପେ ଏମାନଙ୍କୁ ଦେଖାଉଅଛି। ଆଜି ଆମେ ଓଡ଼ିଆ ମାଧ୍ୟମ, ଓଡ଼ିଆ ସାବସ୍କ୍ର ମାଧ୍ୟମ ଦ୍ୱାରା, ୟୁଟ୍ୟୁବ ଦ୍ୱାରା ଆମେ ଆପଣଙ୍କୁ ଏହି ସାବସ୍କ୍ର ପାଠ ଜଣାଇବା ପାଇଁ ଚେଷ୍ଟା କରୁଛୁ କି ଈଶ୍ୱରଙ୍କ ଇଚ୍ଛା କଣ। ଈଶ୍ୱର ଆସିବେ, ବହୁ ଶୀଘ୍ର ଆସିବେ। ମାତ୍ର ଯେବେ ସେ ଆସିବେ, ଆମମାନଙ୍କ ମଧ୍ୟରେ ଏମିତି ଲୋକମାନେ ଥିବେ ଯେଉଁମାନେ କି ଏମିତି ରୋଦନ କରିବେ କି କାହିଁକି ଆମେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କଲୁ ନାହିଁ। ପ୍ରଚାରକ ମାନେ ଆସି ଆମମାନଙ୍କୁ ପ୍ରଚାର କଲେ, ୟୁଟ୍ୟୁବ ମାଧ୍ୟମ ଦ୍ୱାରା ଆମେ ଶୁଣିଲୁ ବା ଇଣ୍ଟରନେଟ ଦ୍ୱାରା ଆମେ ଶୁଣିଲୁ, ଲୋକମାନେ ଆସି ଆମମାନଙ୍କୁ ପବିତ୍ର ଶାସ୍ତ୍ର ଦେଲେ, ଆମେ କାହିଁକି ପଢିଲୁନି, କାହିଁକି ତାଙ୍କୁ ଚିଣୁନି ବୋଲି ସେମାନେ ରୋଦନ କରିବେ। ଯେପରିକି ଆମେ ଏଇ ଯୋଉ ପରିସ୍ଥିତି ଦେଖୁଛୁ, ସେଇ ସମୟରେ ଯାହା ଇସ୍ରାଏଲି ମାନେ ସେହି ଦେଶରୁ ବାହାର ହେବା ପୂର୍ବରୁ ଯେଉଁ ଘଟଣା ଘଟିଥିଲା, ସେଇ ଯୋଉ ନିସ୍ତାର ପର୍ବରେ ଏପରି ଯେପରି ଆମେ ଦେଖିଲୁ, ଏମିତି ଏମିତି କୌଣସି ଘର ନଥିଲା ଯେଉଁ ଘରରେ କ୍ରନ୍ଦନ ନଥିଲା। ବନ୍ଧୁ ଏଭ୍ରି 11:28 ସାଧୁ ପାଉଲ କହନ୍ତି, ବିଶ୍ୱାସ ଦ୍ୱାରା ସେ ନିସ୍ତାର ପର୍ବ ଓ ରକ୍ତର ସେଚନ ବିଧି ପାଳନ କଲେ, ଯେପରି ପ୍ରଥମ ଜାତ ମାନବଙ୍କର ସଂହାର ସେମାନଙ୍କୁ ଦର୍ଶନ କରନ୍ତି। ବନ୍ଧୁ ଆମେ ଦେଖୁଛୁ ପ୍ରଭୁଙ୍କର ବିଚାର କିପରି। ଆମେ ଦେଖୁଛୁ କିପରି ପ୍ରଭୁ ସେହି ମିଶ୍ରୀୟ ମାନଙ୍କଠାରେ ବିଚାର କରୁଥିଲେ, ଆଉ କିପରି ଯେଉଁମାନଙ୍କୁ ସେ ପ୍ରେମ କରୁଥିଲେ, କିପରି ସେମାନଙ୍କୁ ସେ ମିଶ୍ର ଦେଶରୁ ଉଦ୍ଧାର କରି ଆଣିଲେ। ବନ୍ଧୁ କେତେ ସୁନ୍ଦର ନା ସାବସ୍କୁଲ ପାଠ ମାନେ କହୁଛି। ଆମେ ସମସ୍ତେ ଏଇ ଯୋଉ ଶୈତାନର ମିଶ୍ର ଦେଶରେ ବାସ କରୁଅଛୁ, ଶୈତାନର ପାପର ଦାସତ୍ୱ ରହିଅଛୁ। ଆମେ ସମସ୍ତେ ଯେପରି ମିଶ୍ର ଦେଶରେ ମିଥ୍ୟା ଦେବତା ମାନଙ୍କୁ ପୂଜା କରୁଥିଲେ, ଯେଉଁମାନଙ୍କ ଠାରେ ସେମାନେ ଏତେ ବିଶ୍ୱାସ କରୁଥିଲେ କି ସେହି ଦେବତା ମାନଙ୍କୁ ଗତ ସପ୍ତାହରେ ଆମେ ଦେଖିଲୁ କି ସେହି ପରମେଶ୍ୱର ଦଣ୍ଡ ଦେଇଥିଲେ, ଆଉ ସେହି ଦେବତା ମାନଙ୍କୁ ସେହି ମହାମାରୀରୁ ସେମାନଙ୍କୁ ରକ୍ଷା କଲେ ନାହିଁ। ବନ୍ଧୁ ମାତ୍ର ଇସ୍ରାଏଲ ପ୍ରଜାମାନେ ଏମିତି ବିଶ୍ୱସ୍ତ କଲେ, ଆଉ ସେଇ ବିଶ୍ୱାସରେ ସେମାନେ ଆଗକୁ ବଢିଲେ। ଆଉ ଯେବେ ସେମାନେ ଆଗକୁ ବଢିଲେ, ସେ ମିଶ୍ର ଦେଶରୁ ଉଦ୍ଧାର ହୋଇ ସେ ଆପଣା ଦେଶକୁ, ଯେଉଁ ଦେଶକୁ ପରମେଶ୍ୱର ପ୍ରତିଜ୍ଞା କରିଥିଲେ, ସେଇ ଦେଶ ଆଡକୁ ସେମାନେ ଯାତ୍ରା ଆରମ୍ଭ କରିଥିଲେ। ତାହେଲେ ବନ୍ଧୁ ଆଜି ପରମେଶ୍ୱର ମାନଙ୍କୁ ସେହି ସ୍ୱର୍ଗୀୟ କିରଣ ବିଷୟରେ ଆମମାନଙ୍କୁ ସ୍ୱାଗତ କରୁଛନ୍ତି ବା ନିମନ୍ତ୍ରଣ ଦେଉଛନ୍ତି। ଆପଣ ମାନେ କଣ ସେହି ସ୍ୱର୍ଗୀୟ ରାଜ୍ୟକୁ ଯିବା ପାଇଁ ଇଚ୍ଛା କରୁଛନ୍ତି କି?
ନା ଯେଉଁପରି କି ମିଶର ଦେଶରେ ଏମିତି କ୍ରନ୍ଦନ ଥିଲା କି କୌଣସି ଘରରେ କ୍ରନ୍ଦନ ନଥିଲା ପରି ଯାହା ଆମେ ଦେଖିଲୁ, ଏମିତି ପରିସ୍ଥିତି ଆସିବ ଯେବେ ଯୀଶୁ ଖ୍ରୀଷ୍ଟ ଆସିବ। ସେତେବେଳେ ଏମିତି ପରିସ୍ଥିତି ଆସିବ ଯେଉଁମାନେ କହିବେ କାହିଁକି ଆମେ ଈଶ୍ୱରକୁ ଗ୍ରହଣ କରୁନାହିଁ। ତାହେଲେ ବନ୍ଧୁ, ଫାରୋ ମିଶରର ସର୍ବସ୍ତ ଶକ୍ତି ଏବଂ ଦେବତାଙ୍କୁ ପ୍ରତିନିଧିତ୍ୱ କରୁଥିଲେ ଏବଂ ତାଙ୍କର ପ୍ରଥମ ଜାତ ପୁତ୍ରକୁ ଦେବତାଙ୍କ ପୁତ୍ର ବୋଲି ବିବେଚନା କରାଯାଇଥିଲା। ବନ୍ଧୁ, ସେହି ପିଲାମାନଙ୍କୁ ସୁରକ୍ଷା ଦେଉଥିବା ଦେବୀ ଥିଲେ। ତାଙ୍କ ନାଁ ଥିଲା ହେଟାକ୍। ପ୍ରସବ ସମୟରେ ମହିଳାମାନଙ୍କ ସେବା କରୁଥିବା ଦେବୀ ଥିଲେ ଏବଂ ମିନ୍ ପ୍ରଜନର ଦେବତା ଥିଲେ। ଏଗୁଡ଼ିକ ବ୍ୟତୀତ ପ୍ରଜନର ଅନେକ ମିଶରୀୟ ଦେବତା ଥିଲେ। ଏହି ସମସ୍ତ ଦେବତା ଜୀବିତ ପ୍ରଭୁଙ୍କ ତୁଳନାରେ ଶକ୍ତିହୀନ ଥିଲେ। ବର୍ତ୍ତମାନ ଆମେ ଦେଖୁଅଛୁ ଅନେକ ଦେବ ଦେବତା, ଅନେକ ଲୋକ ଆପଣା ଦେବ ଦେବତାକୁ ସେମାନେ ପୂଜା କରନ୍ତି। ଯେପରିକି ମିଶ୍ରୟ ଦେଶ ଲୋକମାନେ ଆପଣା ଦେବ ଦେବତା ମାନଙ୍କୁ ପୂଜା କରୁଥିଲେ। ଆଉ ସେଇ ଦେବ ଦେବତା ମାନଙ୍କୁ ସେମାନଙ୍କୁ ରକ୍ଷା କରିପାରିଲେ ନାହିଁ ସେଇ ସର୍ବଶକ୍ତି ହସ୍ତଙ୍କ ଠାରୁ। ଏହିପରି ସମୟ ଆସିବ ଯେବେ ସେହି ସର୍ବଶକ୍ତି ପରମେଶ୍ୱର ଏହି ପୃଥିବୀକୁ ଆସିବେ, ସେହି ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟ ଆସିବେ। ସେତେବେଳେ ଶୈତାନ କାହାକୁ ବି ରକ୍ଷା କରିପାରିବ ନାହିଁ। ଯେବେ ସେ ସ୍ୱର୍ଗରୁ ସେ ଅଗ୍ନି ଆସେ, ବନ୍ଧୁ, ଅଗ୍ନି ଆସି ସେହି ପାପୀ ମାନଙ୍କୁ ନିରନ୍ତର ଭାବରେ ସେମାନଙ୍କୁ ଏକବାର ଧ୍ୱଂସ କରିଦେବେ। ତାହେଲେ ଚାଲନ୍ତୁ ସେହି ସ୍ୱର୍ଗସ୍ଥ ପିତାଙ୍କ ଠାରେ ଆମେ ବିଶ୍ୱାସ କରିବା। ସେଇ ମିଶର ଦେଶରୁ, ଏଇ ଯୋଉ ଜଗତୀୟ ମିଶର ଦେଶରୁ, ଏଇ ଯୋଉ ଜଗତୀୟ ପାପର ଦାସ ଠାରୁ ବାହାର ହେବା ପାଇଁ ଚେଷ୍ଟା କରିବା। ଯେବେ ଆମେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରୁଛୁ, ଯେହେତୁ ଯୀଶୁ ଖ୍ରୀଷ୍ଟ ହିଁ ଆମମାନଙ୍କର ମେଷକ, ସେ ତାଙ୍କ ରକ୍ତ ଦ୍ୱାରା ହିଁ ଆମେ ରକ୍ଷା ପାଇପାରିବା। ଆଉ ଯେବେ ଆମେ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ୱୀକାର କରୁ କି ତ୍ରାଣକର୍ତ୍ତା, ଉଦ୍ଧାରକର୍ତ୍ତା, ଜୀବନ ଦାତା ବୋଲି ଆମେ ସ୍ୱୀକାର କରୁ, ତେବେ ସେହି ତ୍ରାଣକର୍ତ୍ତା, ଉଦ୍ଧାରକର୍ତ୍ତା ଆମମାନଙ୍କୁ ଉଦ୍ଧାର କରିବେ। ଆଉ ଆମମାନଙ୍କ ଯାତ୍ରା ସେଇ ସ୍ୱର୍ଗୀୟ କେନାନ ଆଡ଼େ ଯାତ୍ରା କରିବାକୁ ପଡ଼ିବ ଏହି ବିଶ୍ୱସ୍ତରେ। ତାହେଲେ ଚାଲନ୍ତୁ ସେହି ଯୀଶୁଖ୍ରୀଷ୍ଟଙ୍କ ଠାରେ ଆମେ ବିଶ୍ୱାସ କରିବା। ଯେପରିକି ଇସ୍ରାଏଲ ମାନେ ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କଲେ, ଆଉ ସେ ବିଶ୍ୱାସ ଯୋଗୁଁ ସେମାନେ ମିଶର ଦେଶରୁ ବାହାର ହେଲେ। ମିଶର ଦେଶର ରାଜତ୍ୱ ଦାସତ୍ୱରୁ ସେମାନେ ବାହାର ହେଲେ। ଆଉ ସେହିପରି ଆମେ ଏହି ଯୋଉ ପାପମୟ ଦୁନିଆର ଶୈତାନର ଅଧୀନରେ ଅଛୁ, ତାର ଦାସତ୍ୱରୁ, ପାପର ଦାସତ୍ୱରୁ ଆମେ ଉଦ୍ଧାର ହୋଇପାରିବା ଯଦି ଆମେ କୃଷ୍ଣଙ୍କ ଠାରେ ବିଶ୍ୱାସ କରିବା ଆଉ ତାଙ୍କୁ ଆମେ ନିଜ ଜୀବନରେ ଏକ ରକ୍ଷକ, ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରିବା। ନିଶ୍ଚିତ ଭାବରେ ସେହି ପରମେଶ୍ୱର ଆମମାନଙ୍କୁ ରକ୍ଷା କରିବେ ସେହି ଶୈତାନର ହସ୍ତରୁ। ତାହେଲେ ଚାଲନ୍ତୁ ନିଜକୁ ନମ୍ରତାରେ ସେହି ସଦାପ୍ରଭୁଙ୍କ ଠାରେ ଆମେ ପ୍ରାର୍ଥନା କରିବା। ହେ ଆମମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ, ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ଏହି ସମୟ ଦେଇଥିଲ ସାବାତ ସ୍କୁଲ ପାଠ ପଢିବା ପାଇଁ, ବନ୍ଧୁ, ତମେ ପରାକ୍ରମୀ ପ୍ରଭୁ ପରମେଶ୍ୱର। ତୁମ ହସ୍ତରେ ସବୁ କିଛି ସମ୍ଭବ। ଏହି ଜଗତକୁ ତୁମେ ସୃଷ୍ଟି କଲ ତୁମ ସେହି ବାକ୍ୟ ଦ୍ୱାରା। ଆଉ ବେଲେ ବେଲେ ତୁମ ସେହି ଶକ୍ତିକୁ ଆମେ ଅଣଦେଖା କରିଥାଉ। ଏଥିଯୋଗୁଁ ଆମ ପାପ ସବୁ କ୍ଷମା କର। ଆଉ ସେହି ଯୀଶୁଖ୍ରୀଷ୍ଟଙ୍କୁ ଆମ ତ୍ରାଣକର୍ତ୍ତା ପରମେଶ୍ୱର ଉପରେ ଗ୍ରହଣ କରିବା ପାଇଁ ଆମମାନଙ୍କୁ ଶକ୍ତିରେ, ଜ୍ଞାନରେ ପ୍ରଦାନ କର। ଆଉ ବିଶେଷ ଭାବରେ ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଯେପରିକି ଏହି ସାବାତ ସ୍କୁଲ ପାଠ ଦ୍ୱାରା ଆମେ ଶିଖିଲୁ ଇସ୍ରାଏଲ ପ୍ରଜାମାନଙ୍କୁ ତୁମ ସେହି ଧାର୍ମିକ ହସ୍ତ, ସତ୍ୟ ହସ୍ତ କିପରି ସେହି ମିଶର ଦେଶର
ଦେବତାମାନଙ୍କୁ ଦେଖାଇଲେ ଆଉ ମିଶ୍ର ଲୋକମାନଙ୍କୁ ଦେଖାଇଲେ କି ତୁମେ ହିଁ ସେହି ସର୍ବଶକ୍ତି ପରମେଶ୍ୱର, ଏହି ଜଗତର ସୃଷ୍ଟିକର୍ତ୍ତା। ଆମ ପାପ ସବୁ କ୍ଷମା କର ଆଉ ତୁମ ସେହି ସତ୍ୟ ପଦରେ ଚାଲିବା ପାଇଁ ଆମମାନଙ୍କୁ ସାହାଯ୍ୟ କର। ଏହି ଛୋଟ ପ୍ରାର୍ଥନା ଯୀଶୁଙ୍କ ନାମେ ମଙ୍ଗୁଅଛି, ଶୁଣି ଗ୍ରହଣ କର। ଆମେନ୍।